ନବୀନ ଦେଇଥିବା ଗ୍ୟାରେଣ୍ଟି ଗୁଡ଼ିକୁ ଏକ କାଗଜରେ ପ୍ରିଣ୍ଟ ବାହାର କରି ଘରେ ଘରେ ବାଣ୍ଟୁଛନ୍ତି। ସେଇ କାଗଜରେ କ'ଣ ସବୁ ଲେଖା ହେଇଛି, କ'ଣ ସବୁ ନବୀନ ଗ୍ୟାରେଣ୍ଟି ଦେଇଛନ୍ତି, ଏବେ ମୁଁ ଆପଣମାନଙ୍କୁ କହିବି। ଆପଣମାନଙ୍କ ଆଗରେ ଏଇ ପୋଷ୍ଟରଟି ମଧ୍ୟ ଶୋ ହେଉଥିବ, ଆପଣମାନେ ସେ ଦେଖିପାରିବେ। ମୁଁ ଆପଣମାନଙ୍କୁ ଏବେ କହୁଛି, ଆପଣମାନେ ମଧ୍ୟ ଶୁଣନ୍ତୁ। ଜୁଲାଇରୁ ମାଗଣା ବିଜୁଳି, 90% ପରିବାର ପାଇବେ ଏଥିରେ ଲାଭ। ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ପରିବାର ପିଛା ବାର୍ଷିକ 10 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ। ନୂଆ ଓ ସ୍କଲାରସିପ୍ରେ ଛାତ୍ରୀଙ୍କୁ 14,000 ଓ ଛାତ୍ରଙ୍କୁ 12,000 ଟଙ୍କା ମିଳିବା ସହିତ ନୂଆ ଓ ମ୍ୟାଜିକ୍ କାର୍ଡ଼ରେ ମୋବାଇଲ ରିଚାର୍ଜ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ଛାତ୍ରଛାତ୍ରୀ ପାଇପାରିବେ। 10 ବର୍ଷରେ ଯୁବବର୍ଗଙ୍କ ପାଇଁ ଖର୍ଚ୍ଚ ହେବ 1 ଲକ୍ଷ କୋଟିର ବଜେଟ୍। ପୂର୍ବବର୍ଗଙ୍କୁ 2 ଲକ୍ଷ ସରକାରୀ ନିଯୁକ୍ତି ମିଳିବ। ଯୁବବର୍ଗଙ୍କୁ ସ୍ୱାବଲମ୍ବୀ ହେବାକୁ ସ୍ୱୟଂ ଯୋଜନାରେ ବିନା ସୁଧରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ 15 ଲକ୍ଷ ଟଙ୍କା ଯାଏଁ ଋଣ। ମିଶନ ଶକ୍ତି ମହିଳାଙ୍କୁ ଭତ୍ତା ଦିଆଯିବ। ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ। ଝିଅ ବାହାଘର ପାଇଁ ଚାଷୀ ପରିବାରକୁ 25,000 ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ଏଇଭଳି ଲେଖା ହେଇଛି ଏଇ ପୋଷ୍ଟରରେ। ଆପଣଙ୍କ ଆଗରେ ମଧ୍ୟ ଏଇ ପୋଷ୍ଟରଟି ଲେଖା ହେଇଥିବ। ଏଇ ପୋଷ୍ଟରଟି ଦେଉଛନ୍ତି, ଏହା ସହିତ ଘରମାନଙ୍କରେ ଗୋଟେ ଫଟୋଟିଏ ମାରୁଛନ୍ତି, ନବୀନଙ୍କର ଫଟୋ ରହିଛି। ସେ ଫଟୋଟି ମଧ୍ୟ ଆପଣଙ୍କ ଆଗରେ ଶୋ ହେଉଥିବ, ଆପଣମାନେ ଦେଖିପାରୁଥିବେ।